खुशी लगिला दादा सब दूर रुहंती आज पाखु आइजन बोली अति खुशी लाଗୁଛି एते खुशी लागिला माने आखिर आ लुह रहिलानी ସେଥିପାଇଁ ସମସ୍ତେ ଇମୋସନାଲ ହେଇଯାଇଥିଲେ ହେଇଥିବେ ସେମାନେ କହୁଥିବେ କାହିଁକି ଘରୁ ନ ପଳାଉଛି କାହିଁକି ଘରେ ରହିଛି କିନ୍ତୁ ଯେତେବେଳେ ଆପଣ ରୋଜଗାର କରିବାରେ ଲାଗିଯିବେ ନା କହିବେ ଘରକୁ କାହିଁକି ଆସୁନି ଏବେ ବସ୍ତା ବୁଆ ଆମର କଣ୍ଟିନ୍ୟୁ ରହିବ କାହିଁକି ନା ଆହୁରି ବହୁତ ବସ୍ତା ରହିଲାଣି। ଜୟ ଜଗନ୍ନାଥ ସାଙ୍ଗମାନେ ଶୁଭ ସକାଳ ସମୟ ବର୍ତ୍ତମାନ 8:30 ପାଖାପାଖି ହେଇଗଲାଣି ପୁରା ବର୍ଷା ପାଗ ବର୍ଷା କାଲିଠୁ ପୁରା ଆରମ୍ଭ ହେଇଯାଇଛି ବର୍ଷା ଯେମିତି ଚତୁର୍ମାସିଆରେ ବର୍ଷା ହୁଏ ସେମିତି ପୁରା ଲାଗିକି ରହିଛି ଝଡ଼ି ବର୍ଷା ପବନ ବି ମଝିରେ ମଝିରେ ହେଉଛି ଧାନ ବି ଖଳାରେ କିଛି ପଡ଼ିଥିଲା ସେସବୁ ଭେଦି ଭାଦି ଗଲାଣି। ଏବେ ଚାଲନ୍ତୁ କାଲିର ଭିଡ଼ିଓ କିଛି ଦେଖିନେବା କାଲି ମଧ୍ୟ ସାନ ଭାଇ ଆସିକି ପହଞ୍ଚିଥିଲା ଅଚାନକ ସେ ଭିଡ଼ିଓ କିଛି ଦେଖିନେବା ଦେଖିନେଇ ସାରି ଆଜିର ଭିଡ଼ିଓ କଣ୍ଟିନ୍ୟୁ କରିବା। ସାଙ୍ଗମାନେ ଆସନ୍ତୁ ଦେଖାଉଛି ଆପଣମାନଙ୍କୁ ଆମର କାମ ଚାଲିଛି ପୁରା ବ୍ୟସ୍ତ ଭିତରେ ସେଥିପାଇଁ ଭିଡ଼ିଓ କରିହେଉନି ଦେଖିପାରୁଥିବେ ଅବସ୍ଥା କେମିତି ହେଇଛି କେବଳ ଅଟା ଗୁଣ୍ଡି ଖାଲି ଧାନ ବସ୍ତା ବୁଆ ଚାଲିଛି ଏପଟେ ବି ଆହୁରି ସମସ୍ତେ ଲାଗିଛନ୍ତି ଆମର ଅଖା ପୁରା ହେଉଛି ଧାନ ଶୁକା ହେଉଛି ବସ୍ତା ହେଇକି ଘରେ ଆସିକି ରହୁଛି ଏପଟେ ପାଇପ୍ ଫାଇପ୍ ସବୁ ଖୋଲା ହେଇକି ଆସିକି ରହିଯାଇଥିଲା ଆଉ ଏଇସବୁ କାମ ଚାଲିଥିଲା ଆମର ଏପଟେ ସୁମିତ ବି ବସ୍ତା ବୋଇବାରେ ଲାଗିଛି ମୋ ସହିତ ସୁମିତ୍ର ମୋର 2 ଜଣ ଆମେ ବସ୍ତା ବୋଉଛୁ ଏପଟେ ସିଟୁ ଅଛି ସିଟୁ ଖାଲି ଟେକିଦେବ ଆମକୁ ଆଜି ସିଟୁର ମଧ୍ୟ ମ୍ୟାଟ୍ରିକ୍ ରେଜଲ୍ଟ ବାହାରିବାର ଅଛି ଏପଟେ ଧାନ କଟା ହେଇ ଆସି ଏଠି ସବୁ ଷ୍ଟକ୍ କରାଯାଇଥିଲା ତାପରେ ଏପଟେ ସବୁ ଶୁକାଶୁକି ହେଇଥିଲା ଶୁକା ହେଇ ବସ୍ତା କରା ଚାଲିଛି ବୋଉ ବି ସେପଟେ ଧାନର ସବୁ କୁଟା ଗୋଟେ ଗୋଟେ ରହିଯାଇଛି ତାକୁ ସବୁ କାଢ଼ିବାରେ ଲାଗିଛି ଏମିତି ସବୁ କାମରେ ବ୍ୟସ୍ତ ପୁରା ଏବେ ବସ୍ତା ବୁଆ ଆମର କଣ୍ଟିନ୍ୟୁ ରହିବ କାହିଁକିନା ଆହୁରି ବହୁତ ବସ୍ତା ରହିଲାଣି ବୋଇବାକୁ ପଡ଼ିବ ବର୍ଷା ମଧ୍ୟ ମଝିରେ ମଝିରେ ଆସୁଛି କାଳବୈଶାଖୀ 2 ଥର ବି ହେଲାଣି ବର୍ଷା ପାଲ ଫାଲ ଢାଙ୍କିକି ସବୁ ରଖିବାକୁ ପଡ଼ୁଛି ଏଇସବୁ କାମ ବ୍ୟସ୍ତ ଭିତରେ ସେଥିପାଇଁ ଭିଡ଼ିଓ ଆମେ ବେଶୀ ସମୟ କରିପାରୁନୁ। ସାଙ୍ଗମାନେ ବସ୍ତା ଏମିତି ବୁହା ହେଇ ଆସି ଘରେ ରହୁଛି ଦେଖଉଛି ଆପଣମାନଙ୍କୁ କେଉଁ ଘରେ ରହୁଛି ଏମିତି ଆଣି ବସ୍ତା ସବୁ ସାଙ୍ଗମାନେ ଏଇଠି ସବୁ ସାଇଜ୍ କରି ରଖିବାକୁ ପଡ଼ୁଛି ଏଠି ସବୁ ଘରେ ସବୁ ରଖିବାକୁ ପଡ଼ୁଛି ଏ ବସ୍ତା ଏବେ ଆହୁରି ମଧ୍ୟ ବସ୍ତା ରହିଲାଣି ବୋଇବାକୁ ପଡ଼ିବ ବର୍ଷା ମଧ୍ୟ ଏପଟେ ଆସିଗଲାଣି ଦେଖଉଛି ଆପଣମାନଙ୍କୁ ପଦାକୁ ଯାଇ ବର୍ଷା କେମିତି ଆସିଲାଣି ଦେଖିପାରୁଥିବେ ଏପଟେ ପୁରା ମେଘୁଆ ମେଘୁଆ କରିଦେଇଛି ଖରା ଅଳ୍ପ ଅଳ୍ପ ଆସୁଛି ପୁଣି ମେଘ ଆସିଯାଉଛି ବର୍ଷା ମଧ୍ୟ ଆସିଗଲାଣି ସାଙ୍ଗମାନେ ଦେଖିପାରୁଥିବେ ବର୍ଷା ଆସୁଥିଲା କହୁଥିଲୁ ବସ୍ତା ବୁଆ ଚାଲିଥିଲା ବର୍ଷା ମଧ୍ୟ ୟା ମଝିରେ ହେଇସାରିଲାଣି ପୁରା ଜୋରରେ ସେପଟେ ସବୁ ଢଙ୍କା ଢଙ୍କି କରିଦେଲୁ ଏବେ ବି ବର୍ଷା ପକେଇବାର ରହିଛି ବର୍ଷା ଛାଡ଼ିନି ଏପଟେ ଯାଇ ଦେଖଉଛି ଆପଣମାନଙ୍କୁ କେମିତି ସବୁ ବସ୍ତା ଢଙ୍କା ହେଇଛି ସବୁ ପାଲ ଧାନ ସବୁ ପୁରା ଅଚାନକ ବର୍ଷା ଆସିଲା ସମୟ ବି ଦେଲାନି ଆମେ ତରତରରେ ପୁରା ପାଲ ଫାଲ ରେଡ଼ି କରିକି ରଖାଯାଇଥାଏ କାହିଁକିନା ଖରାଦିନ ଧାନ ଶୁକା ମାନେ ସବୁ ପାଲ ଆଗେ ରେଡ଼ି ହେଇକି ରହିଥିବ ଏପଟେ ଦେଖିପାରୁଥିବେ ସବୁ ଢଙ୍କା ଢଙ୍କି କରିଦେଇଛୁ ଉପରେ ପବନ ପାଇଁ ମଧ୍ୟ ପାଇପ୍ ଫାଇପ୍ ନଦି ଦେଇଛୁ ଏପଟେ ରହିଛି ଚୁନା ଧାନ ସେପଟେ ଢଙ୍କା ହେଇଛି ବସ୍ତା ଧାନ ପୁରା ସେପଟେ ଗାଡ଼ି ରହିଛି ସେପଟେ ମଧ୍ୟ ଧାନ କଟା ଚାଲିଥିଲା ମେସିନ୍ ମଧ୍ୟ ବନ୍ଦ କରିଦେଲେଣି ସେମାନେ ଆସୁଛନ୍ତି ବର୍ଷାରେ ବନ୍ଦ କରିଦେଲେ ଆର ଗାଡ଼ି ବି ପପନ ନେଇକି ଆସୁଛି ଏମିତି ରହିଛି ସବୁ କଥା ଆମ କଦଳୀ କାନ୍ଦି ମଧ୍ୟ ବଡ଼ ହେଇଗଲାଣି ଏଇ ପାଲ ସାଇଡ଼ରେ ସବୁ ପାଣି ଧରି ଦେଉଛି ତାକୁ ବି ଟିକେ ଟିକେ ଗଡ଼େଇବାକୁ ପଡ଼ିବ ଏପଟେ ଦେଖିପାରୁଥିବେ ପୁରା ସରପ୍ରାଇଜ୍ କାହାରିକି ନ ଜଣେଇ ପଳେଇ ଆସିଛି ପୁରା ସାଙ୍ଗମାନେ ଦେଖିଲେ ତ କାଲିର ଭିଡ଼ିଓ ବର୍ଷା ବି କାଲିଠୁ ଆରମ୍ଭ ହେଇଯାଇଛି ଆଜି ପର୍ଯ୍ୟନ୍ତ ବି ବର୍ଷା ହେଉଛି
ବର୍ଷା ସକାଳୁ ଏବେ ଟିକେ ଛାଡ଼ିଛି ବର୍ଷା। ସକାଳୁ ମଧ୍ୟ ଝିପିଝିପି ପୁରା ଲାଗିଯାଇଥିଲା, ଯେମିତି ଲଘୁଚାପ ହେଲେ ବର୍ଷା ବୋଲି ସେମିତି ଝିପିଝିପି ଲାଗିଯାଇଛି ବର୍ଷା। ଆପଣମାନଙ୍କ ଆଡ଼େ ବର୍ଷା ହେଉଛି କି ନାହିଁ ଟିକେ କମେଣ୍ଟ କରିଦେବେ। କାଲି ସାଙ୍ଗମାନେ ସାନ ଭାଇ ଆସିକି ସଡନ୍ ପହଞ୍ଚି ଯାଇଥିଲା। ସେ ଫୋନ୍ରେ ମଧ୍ୟ କାହାରିକି ଜଣେଇ ନାହିଁ ଆସୁଛି ବୋଲି, ପୁରା ସରପ୍ରାଇଜ୍ ଭଳିଆ ସିଏ ମନେ ମନେ ଭାବିଛି କାହାରିକି କହିବିନି, ଘରେ ପହଞ୍ଚିଲା ପରେ ଦେଖିବେ ସମସ୍ତେ। ଆମେ ତ ଧାନ କାମରେ ବ୍ୟସ୍ତ ସମସ୍ତେ, ତା ମଝିରେ ବି ବର୍ଷା ହେଉଛି। ତାକୁ ଦେଖିଲା ପରେ ସମସ୍ତେ ପୁରା ଅତି ଗୋଟେ ଇମୋସନାଲ୍ ଭଳିଆ ସିନ୍ କ୍ରିଏଟ୍ ହେଇଯାଇଥିଲା। ସେଥିପାଇଁ ଆଉ ଭିଡ଼ିଓ କଣ୍ଟିନ୍ୟୁ କରି ହେଇନଥିଲା। ତାପରେ ଏବେ ଚାଲନ୍ତୁ ବୋଉକୁ ପଚାରିବା। ସେ କାଲି ପଚାରିନଥିଲୁ କ'ଣ ପାଇଁ ନା, କାଲି ସମସ୍ତଙ୍କର ଟିକେ ମାଇଣ୍ଡ ଅଫ୍ ହେଇଯାଇଥିଲା। ମାନେ ନିଜର ଲୋକ ଦୂରରେ ରହୁଥିବେ, ପାଖରେ ଦେଖିଲା ପରେ କେମିତି ଫିଲ୍ ହୁଏ ସେଇଟା ଆପଣମାନେ ଭଲସେ ବୁଝିପାରୁଥିବେ। ମୁଁ ବି ବେଶୀ କିଛି କହିପାରିବି ନାହିଁ। ଏବେ ଚାଲନ୍ତୁ ବୋଉ ପାଖକୁ ଯିବା, ପାଗିଳି ପାଖକୁ ଯିବା, ସମସ୍ତଙ୍କୁ ପଚାରିବା ତାଙ୍କ ମନରେ କେମିତି ଫିଲ୍ଟା ଆସିଥିଲା। ଆଜି କହିବେ, କାଲି ପଚାରିଥିଲେ ସାଙ୍ଗମାନେ, ସେମାନେ ପୁରା ଇମୋସନାଲ୍ ହେଇଯାଇଥିଲେ, କାଲି କିଛି କହିପାରିନଥାନ୍ତେ। ସେଥିପାଇଁ ଭିଡ଼ିଓଟି ମୁଁ କଣ୍ଟିନ୍ୟୁ କରିନଥିଲି। ଏବେ ଚାଲନ୍ତୁ ସାଙ୍ଗମାନେ, ଏପଟେ ବାବୁନ ବସିଛି। ଆଗେ ବାବୁନକୁ ପଚାରିଦେବା। ବାବୁନ, କାଲି ଦାଦାକୁ ସଡନ୍ ଦେଖିଲା ପରେ କେମିତି ଫିଲ୍ ହେଇଥିଲା? ମାନେ ଅତି ଖୁସି ଲାଗିଲା। ଦାଦା ସବୁବେଳେ ଦୂରରେ ରୁହନ୍ତି, ଆଜି ପାଖକୁ ଆଇଛନ୍ତି ବୋଲି ଅତି ଖୁସି ଲାଗୁଛି। ଅତି ଖୁସି ଲାଗିଲା ସଡନ୍ ଦେଖିଦେ। ତୁ ଜାଣିଥିଲୁ ଦାଦା ଆଉଛି ବୋଲି? କେବେ ଜାଣିନଥିଲି ଆସିବେ ବୋଲି, ସରପ୍ରାଇଜ ଦେଇଗଲେ। ପୁରା ସରପ୍ରାଇଜ ଦେଇଦେଲେ ନା। ଏବେ ସାଙ୍ଗମାନେ ପାଗିଳି ପାଖକୁ ଯିବା, ଛୁଆମାନଙ୍କୁ ମଧ୍ୟ ପଚାରିବା। ସାଙ୍ଗମାନେ ଏବେ ପାଗିଳିକି ଡାକି ଦେଇଛୁ ଆମେ ପୋଟିକୁକୁ। କ'ଣ ପାଇଁ ନା ଘରେ ଟିକେ କରେଣ୍ଟ ନାହିଁ, ସେଥିପାଇଁ ସବୁଆଡ଼େ ଇନଭର୍ଟର କନେକ୍ସନ୍ ନାହିଁ, ସେଥିପାଇଁ ଅନ୍ଧାର ହେଉଛି ଟିକେ। ପାଗିଳି ଏବେ କୁହ, ଯେତେବେଳେ ଆମ କାଳିଆ ଆସି ସଡନ୍ ପହଞ୍ଚିଲା, ଦେଖିଲେ ଦାଣ୍ଡରେ ସମସ୍ତେ, ଫିଲ୍ଟା କେମିତି ହେଇଥିଲା? ମାନେ ଏତେ ଖୁସି ଲାଗିଲା, ମାନେ ଆଖିରେ ଆଉ ଲୁହ ରହିଲାନି। ସେଥିପାଇଁ ସମସ୍ତେ ଇମୋସନାଲ୍ ହେଇଯାଇଥିଲେ। ସାଙ୍ଗମାନେ ଏଇଠି ଗୋଟେ କଥା କହିବାକୁ ଇଚ୍ଛା ହେଉଛି, କହିଦେବି। ସାଙ୍ଗମାନେ ଭଲସେ ପୁରା ପ୍ରତ୍ୟେକ ଘରେ ଆପଣମାନେ ଯେତେବେଳେ ବେକାର ହେଇ ବୁଲୁଥିବେ ଦେଖିବେ, ସେତେବେଳେ କହୁଥିବେ କାହିଁକି ଘରୁ ନ ପଳାଉଛି, କାହିଁକି ଘରେ କାହିଁକି ରହୁଛି, ମନେ ରଖିଥିବେ ଏମିତି ସମସ୍ତଙ୍କର ଫିଲ୍ ଆସୁଥିବ। ଯେତେବେଳେ ଆପଣମାନେ ରୋଜଗାର କରିବାରେ ଲାଗିଯିବେ ନା, ସେତେବେଳେ କହୁଥିବେ ଘରକୁ କାହିଁକି ଆସୁନି। ବୁଝିପାରୁଛନ୍ତି କି ନାହିଁ? ଏ କଥାଟା ଭଲସେ ବୁଝିପାରୁଥିବେ ଆପଣମାନେ। ଏଇଟା ସବୁ ଘରେ ବି ଏମିତି ଲାଗିକି ରହିଛି। ଯେତେବେଳେ ଆପଣମାନେ ବେକାର ହେଇକି ଥିବେ, ସେମାନେ କହୁଥିବେ କାହିଁକି ଘରୁ ନ ପଳାଉଛି, କାହିଁକି ଘରେ ରହିଛି। କିନ୍ତୁ ଯେତେବେଳେ ଆପଣ ରୋଜଗାର କରିବାରେ ଲାଗିଯିବେ ନା, କହିବେ ଘରକୁ କାହିଁକି ଆସୁନି, ଘରକୁ କାହିଁକି ଆସୁନି। ଏମିତି ହେଉଛି ଆମ ଲାଇଫଟା। ବୁଝିପାରିଲେ କି ନାହିଁ? ଏବେ ଚାଲନ୍ତୁ ବୋଉ ପାଖକୁ ଯିବା। ଏପଟେ ବୋଉ ବି ଆସିଗଲାଣି। ବୋଉ ଟିକେ କହ, ଦେଖିଲା ପରେ କାଳିଆକୁ ତୁ କାଲି କାନ୍ଦିଲୁ କାହିଁକି? ମୁଁ କହିନି, ଯେତେବେଳେ ନ କହିକି ଆସିଛି, ଦେଖିଲା ବେଳକୁ ତ ମୋ ମନ କ'ଣ ହେଇଗଲା, କାନ୍ଦ ମାଇଲା ଆଉ। ସେଥିପାଇଁ କାନ୍ଦି ପକେଇଲୁ ନା? ବୋଧେ ଆଉ ଦେଖିଲା ବେଳକୁ ସତର ଆଉ, ମାନେ ଖୁସିର କାନ୍ଦ ବି ହେଇଗଲା ଆଉ। ଖୁସିରେ ସମସ୍ତେ କାନ୍ଦି ପକେଇଥିଲେ। ମାନେ ଦେଖିବା ଚାଲ, ଛୁଆମାନଙ୍କୁ ପଚାରିବା ସରପ୍ରାଇଜଟା କେମିତି ଲାଗିଲା କହିବେ ଆଉ। ଏଠି ରୋଷେଇ ହେଉଛି ଆମର, ମାଛ ଭଜା ହେଉଛି। ଛୁଆମାନେ ଏବେ କୁହ କେମିତି ସରପ୍ରାଇଜଟା ଲାଗିଲା ତମକୁ? ସରପ୍ରାଇଜଟା ଭଲ ଲାଗିଲା, ଖାଲି ବବୁ ଆସିନାହାନ୍ତି ବୋଲି ଭଲ ଲାଗିଲାନି। ଦି ଭାଇ ଆସିଲେ ଟିକେ ଖୁସି ଲାଗିଥାନ୍ତା ଅଧିକ। ଜଣେ ଆସିଲା ଆଉ ଜଣେ ଆସିଲାନି, ତା ମନ ବି ଦୁଃଖ ହଉଥିବ। ସେଇଥିପାଇଁ ଟିକେ ଆଉ ଏପଟେ କାଳିଆ ବସିଛି। ଆମ ସାନ ଭାଇ, ମାନେ ଆମେ ହଉଛୁ 4 ଭାଇ, ଆମ 3 ନମ୍ବର ଭାଇ। ସାଙ୍ଗମାନେ ଦେଖନ୍ତୁ, ଭାଇ ହବ ତ ଏମିତି କହିବାର ଉଦ୍ଦେଶ୍ୟ କ'ଣ? ସାଙ୍ଗମାନେ 2 ଦିନ ଆଗରୁ ଆମର କଥା ହେଇଥିଲା, ଫୋନ୍ କରିଥିଲା ମୋତେ। କଥା ହେଉଥିଲୁ, କଥା ହଉ ମୁଁ କହିଦେଇଥିଲି ଯେ ଏଇ ସାଥେ ଧାନ ଫାନ କଟା ଚାଲିଛି, ବହୁତ ପରିଶ୍ରମ ହେଉଛି, ଗାଡ଼ି ବି ଚାଲୁଛି, ଏପଟେ ଟେନସନ୍, ସେପଟେ ଲୋକ ଟିକେ ମିଳୁନାହାନ୍ତି, ହଇରାଣ ହେବାକୁ ପଡ଼ୁଛି। ଏମିତି କଥା ହେଇଥିଲୁ ଘର ବିଷୟରେ। କଥା ହେଲା ପରେ ସେ ସଡନ୍ ପ୍ଲାନ୍ କରିକି ବାହାରିକି ପଳେଇ ଆସିଛି ଘରକୁ। କାହିଁକି ବୁଝିପାରୁଥିବେ, ମାନେ ତାର ସେତିକି ଦାୟିତ୍ୱ ଅଛି ଘର ପ୍ରତି। ସେ ମଧ୍ୟ ବୁଝିପାରିଲା ଯେ ପ୍ରକୃତ ଆମମାନଙ୍କର କଷ୍ଟଟା କ'ଣ, ସେଥିପାଇଁ ବାହାରିକି ପଳେଇ ଆସିଲା। ଏବେ ତାକୁ ପଚାରିବା, ସେ ନିଜେ କହିବ। ତତେ ଯୋଉ କଥା ହେଲା ପରେ ତୁ ସଡନ୍ ବାହାରି ପଡ଼ିଲୁ କେମିତି? ମତେ ଫୋନ୍ କଲେ, ନନା ଏଇଭଳିଆ ହଇରାଣ ହେଉଛି, ଡ୍ରାଇଭର ଫାଇଭର ଏଇଭଳିଆ ପ୍ରୋବ୍ଲେମ୍ କରୁଛନ୍ତି, ଫେର ମୁଁ ପଳେଇ ଆସିଲି ଜଲ୍ଦି ଟିକେ ଆଉ। ସେଥିପାଇଁ ସେ ପଳେଇ ଆସିଲା ଘରକୁ। ସାଙ୍ଗମାନେ ସିଆଡ଼େ କରୁନି, ଆସିଲା ପରେ ବି ମୁଁ କିଛି କାମ କରୁନି, କିଛି ନ କଲେ ବି ଆସିକି ପାଖରେ ରହିଗଲା। ସାଙ୍ଗମାନେ ବୁଝିପାରୁଥିବେ କଥାଟା ମୋ କହିବାର ଉଦ୍ଦେଶ୍ୟ। ଏମିତି ଭଲ ପାଇବା ରହିଲେ ସବୁ ଜିନିଷ ହିଁ ଭଲ ଲାଗେ। ଆଉ ଯଦି ସିଏ ଯଦି ସେଇ କଥା ଭାବିଥାନ୍ତା କି ସେମାନେ ତ କରୁଛନ୍ତି, ମୁଁ କ'ଣ ପାଇଁ ଯିବି,
ସେମିତି ଭାବିଥିଲେ ଆମକୁ ଏତେ ଖୁସି ଲାଗିଥାନ୍ତା କି ଲାଗିନଥାନ୍ତା କେବେ ବି। ଆଜି ସବୁ କାମ ବି ବନ୍ଦ ଅଛି, ବର୍ଷା ବି ଜୋର ହେଇଛି। ଏବେ ଦେଖଉଛି ଆପଣମାନଙ୍କୁ ଖଳାରେ ବିଲରେ କେମିତି ସବୁ ଧାନ ପଡ଼ିଛି, ଧାନ ବି କିଛି ଗଜା ହେଇଗଲାଣି, ନଷ୍ଟ ମଧ୍ୟ ହେଲାଣି। ଏବେ ଦେଖଉଛି ଆପଣମାନଙ୍କୁ ଯାଇ ଗାଡ଼ି ବି ସବୁ ଥୁଆ ହେଇଛି। ଏବେ ଚାଲନ୍ତୁ ବାଡ଼ିକି ଯିବା। ଏପଟେ ଦେଖିପାରୁଥିବେ ସାଙ୍ଗମାନେ ଧାନ ସବୁ ଘୋଡ଼ା ହେଇକି ରହିଛି ପାଲରେ। ବାବୁନ ବି ଏପଟେ ଆସିଯାଇଛି। ଯେତିକି ବସ୍ତା ହେଇଥିଲା ସବୁ କାଲି ବହୁ କଷ୍ଟରେ ବୁହା ହେଲା, ପବନ ବର୍ଷା ଆସିଯାଇଥିଲା। ଏପଟେ ଦେଖନ୍ତୁ ଖଳାରେ କେମିତି ସବୁ ପାଣି ଜମି ଯାଇଛି। ଆମର ତ ରାସ୍ତା ନାହିଁ, ବିଲରେ ଆମ ଧାନ ଶୁକା ହଉଛି। ଯୋଉମାନଙ୍କର ରାସ୍ତାରେ ଶୁକା ହଉଛି ସେ ତ ଭଲରେ ଏବେ ଖରା ଆସିଲେ ଶୁଖେଇଦେବେ। ଆମର ଏ କାଦୁଅ ଶୁଖିଲେ ଆମ ଧାନ ଶୁକା ହବ, ନହେଲେ ଆଜି ଆମର କାମ ବନ୍ଦ। ଆଜି କାଲି ଆମର ଯଦି କାମ ଖରା ବନ୍ଦ। ଭଲସେ ହୁଏ ତାହେଲେ ଆମ ଧାନ ଶୁକା ହବ। ବିଲ ତ ଓଦା, ଧାନ ବି ଆଜି କଟା ହେଇପାରିବନି, ସବୁ ଓଦା ମୋଦା। ଦେଖାଯାଉ କଣ ହଉଛି ଆଗକୁ। ଏଇ ପାଣି ଲାଗୁଛି ଆଜି ରାତି ସୁଦ୍ଧା ଶୁଖିବ, ନହେଲେ ଆଜି 12ଟା ସୁଦ୍ଧା ଯଦି ଖରା ନ ହୁଏ ଶୁଖିବନି। ଯଦି କାଲି ସୁଦ୍ଧା ଖରା ହୁଏ ପାଣି ଶୁଖିବ। ପାଣି ଶୁଖିଲା ପରେ ଯାହା ହବ। ଗାଡ଼ି ବି ସବୁ ଥୁଆ ଗାଡ଼ି ବି ହେଇଛି, ବନ୍ଦ କାମ ସବୁ। ଧନ୍ଦା କିଛି ସବୁ ବନ୍ଦ। ମେସିନ୍ ବି ଥୁଆ ହେଇଛି, ଗାଡ଼ି ଦିଟା ବି ଥୁଆ ହେଇଛି। ଗାଡ଼ି ସବୁ କାଦୁଅ। ସବୁ କାମ ମଧ୍ୟ ବନ୍ଦ ହେଇଗଲା ଆଜି ବର୍ଷା ପାଇଁ। ଏପଟେ ଧାନ କଟା ମେସିନ୍ ମଧ୍ୟ ଥୁଆ ହେଇଛି ମନ୍ଦିର ପାଖରେ, ଦେଖିପାରୁଥିବେ। ମେସିନ୍ ପାଖକୁ ଟିକେ ଯିବା। ଯୋଉମାନେ ବି ମେସିନ୍ ପାଇଁ କହୁଥିଲେ, ମେସିନ୍ଟା ତମର କି ତମର, ମେସିନ୍ ଆମର ନୁହଁ। ଆମର ନନା ଲିଜ୍ କି ଆଣିଛନ୍ତି ମେସିନ୍, ଏଟା ଆମ ମେସିନ୍ ନୁହଁ। ଅଲଗା ଲୋକଙ୍କ ମେସିନ୍। ଆମେ ଆଣିକି କାଟୁଛୁ ଆମ ଧାନ, ଲୋକଙ୍କର ସମସ୍ତଙ୍କର କାଟୁଛୁ ଆଉ। ସାଙ୍ଗମାନେ ଦେଖିପାରୁଥିବେ ଏପଟେ ବାଇଗଣ ଗଛ ଆମର ସବୁ ଗୋଟେ ଗୋଟେ ବାଇଗଣ ଫଳୁଛି। ଏବେ ଟିକେ ଗଛ ପାକଳ ହେଇ ଆସିଲାଣି ଗଛ, ସେଥିପାଇଁ ଅଳ୍ପ ଅଳ୍ପ ଫଳୁଛି। ଏପଟେ ଲଙ୍କା ଦେଖିପାରୁଥିବେ ସବୁ ପୁରା ପାଚିକି ଲାଲ ଲାଲ ହେଇଯାଇଛି। ବହୁତ ଲଙ୍କା ତୋଳା ହେଲାଣି ୟା ଦେହରୁ। ଏପଟେ ସାଙ୍ଗମାନେ ଏ ଧାନ ସବୁ କଟା ହେଇଥାନ୍ତା, ବର୍ଷା ପାଇଁ ବନ୍ଦ ହେଇଗଲା। ଆଉ 2 ଦିନ ପାଗ କରିଥିଲେ ଆମର ମଧ୍ୟ ଧାନ କଟା ସରିଯାଇଥାନ୍ତା। ଆମର ସରିବା ସଙ୍ଗେ ସଙ୍ଗେ ଅନ୍ୟ ଲୋକମାନଙ୍କର ବି ବହୁତ ଚାଷୀ ଚାଷରୁ ଭଲସେ ଘରକୁ ପଳେଇ ଆସିଥାନ୍ତେ। ହେଲେ ପାଗ ପାଇଁ ବହୁତ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ିବ। ଧାନ ବି ଶୋଇଯାଉଛି। ଯେଉଁମାନେ ଚାଷ କରିଥିବେ ସେମାନେ ଜାଣିପାରୁଥିବେ ବର୍ଷା ହେଲେ କ'ଣ କ'ଣ ଅସୁବିଧା ସବୁ ହୁଏ। ଏପଟେ ରହିଛି ମେସିନ୍, ମେସିନ୍ ବି ବନ୍ଦ ପାଣି ପାଇଁ। ମେସିନ୍ ଧାନ ସବୁ ଚାଲିପାରିବ, କିନ୍ତୁ ଧାନ ଯୋଉ ଭଳିଆ ଓଦା ଅଛି କାଟି ହେଇଯାଇଛି, ହବନି। କାଟି ମେସିନ୍ ହେବ ନାହିଁ। ଚାଲିପାରିବ, ଓଦାରେ ବି ମେସିନ୍ ଚାଲିପାରିବ। ଓଦାରେ ହିଁ କାଟିବା ପାଇଁ ମେସିନ୍ ଟା, କିନ୍ତୁ ଧାନ ଯୋଉ ଭଳିଆ ଓଦା କଞ୍ଚା ଅଛି ବି ଅଳ୍ପ ଅଳ୍ପ, ଅଳ୍ପ ଅଳ୍ପ ଖରା ବି ହେଲେ କଞ୍ଚା ସବୁ ଅଛି। ଠିକ ଠାକ ଚାଲିବ, ନହେଲେ ଏବେ ବନ୍ଦ ରହିବ ସବୁ। ସାଙ୍ଗମାନେ ଯୋଉମାନେ ବି ଭିଡ଼ିଓ ଟା ଦେଖୁଛନ୍ତି ଟିକେ ଲାଇକ୍ ସବସ୍କ୍ରାଇବ କରିବେ। ଆଉ ଲାଇକ୍ ସବସ୍କ୍ରାଇବ କରନ୍ତୁ। ଭିଡ଼ିଓ ଭ୍ୟୁ ଯାଉଛି 70K 80K, କିନ୍ତୁ ଲାଇକ୍ କାହିଁକି ସବସ୍କ୍ରାଇବ ନାହିଁ। ଟିକେ ଭିଡ଼ିଓଟା ଏଇଭଳିଆ ଗାଁ ଗହଳିର ଭଲ ଭିଡ଼ିଓ ଦେଖିବା, ମାନେ ଏଇଭଳିଆ ଗାଁ ଗହଳି ଚାଲିଚଳଣି କେମିତି ସବୁ ଟିକେ ଦେଖିବା ପାଇଁ ଭିଡ଼ିଓଟାକୁ ଟିକେ ଲାଇକ୍ ସବସ୍କ୍ରାଇବ କରିବେ। ସାଙ୍ଗମାନେ ମାଆଙ୍କ ପାଖକୁ ଆସିଛନ୍ତି ମାନେ ମାଆଙ୍କୁ ନିଶ୍ଚିନ୍ତ ଟିକେ ଦର୍ଶନ କରିଦେବା। ଆପଣମାନେ ଦେଖିଥିବେ ଆମର ପ୍ରଥମ ଭିଡ଼ିଓରେ ଯେତେବେଳେ ବିଲକୁ ଯାଇଥିଲୁ, ଆମେ ଏଇ ମାଆଙ୍କୁ ହିଁ ନମସ୍କାର କରି ପ୍ରଥମେ ବିଲ କାମ ଆରମ୍ଭ କରିଥିଲୁ। ଏ ମାଆଙ୍କ ଭରସାରେ ସବୁକିଛି ମାଆଙ୍କ ଉପରେ ଛାଡ଼ି ଦେଇ ଆମେ କର୍ମ କରିଥିଲୁ କେବଳ।